କହିବେ ଯେମିତିକି ଜୟଦେବ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଇରିଗେସନ୍ ଯେଉଁ କାମ ହେଉଛି ତା'ର ଫଳକ ରାଜନୀତି ବର୍ତ୍ତମାନ ଜୋର ଚର୍ଚ୍ଚା ହେଉଛି ଜୟଦେବରେ ଚାହା ଖଟିରେ ଏବଂ ବିଭିନ୍ନ ଜନତା ମଧ୍ୟରେ ମଧ୍ୟ ଏଇ ଗୋଟେ ଅସନ୍ତୋଷ ଦେଖାଯାଇଛି ଏବଂ ଅନେକ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଦେଖିବାକୁ ମିଳୁଛି ଏଇ ଯେଉଁ ନାଁକୁ ନେଇକି ବର୍ତ୍ତମାନ ବିବାଦ ବଢ଼ିବାରେ ଲାଗିଛି ଜୟଦେବ ନିର୍ବାଚନ ମଣ୍ଡଳୀ। ଏ ବିଷୟରେ କ'ଣ କହିବେ ଆପଣ? ଦେଖନ୍ତୁ, ଜୟଦେବ ନିର୍ବାଚନ ମଣ୍ଡଳୀରେ ନାମ ଫଲକ ନେଇକିରି ଯେଉଁ ବିବାଦ ଚାଲିଛି, ଯଦି ସଠିକ୍ ଭାବରେ ଚିନ୍ତା କରାଯାଏ, ଯଦି ପ୍ରୋଟୋକଲ୍ ଅନୁସାରେ ଚିନ୍ତା କରାଯାଏ, ତାହେଲେ ସାଧାରଣତଃ ଯେଉଁମାନେ ସିଟିଂ MP, ସିଟିଂ MLA, ବ୍ଲକ ଚେୟାରମ୍ୟାନ୍ ପର୍ଯ୍ୟନ୍ତ ନା ଫଳକରେ ଲେଖିବାର ପ୍ରୋଭିଜନ୍ ଅଛି। RD ହଉ, ଇରିଗେସନ୍ ହଉ, PWD ହଉ, ସର୍ବପ୍ରଥମେ ରହିବ ସାଂସଦ, ତାପରେ ରହିବ କିଏ? ବିଧାୟକ। ଚେୟାରମ୍ୟାନଙ୍କର ବି ନାଁ ଲେଖିବାର ପ୍ରୋଭିଜନ୍ ନାହିଁ। ସାଂସଦ ଆଉ ବିଧାୟକ, ଚାहे ସେ ଯେଉଁ ପାର୍ଟିର ହେଉନା କାହିଁକି, କଂଗ୍ରେସର ହଉ, BJPର ହଉ, BJDର ହଉ, ସାଂସଦ ପ୍ରଥମେ ରହିବ। ତାପରେ ଜୟଦେବ ବର୍ତ୍ତମାନ ସାଂସଦ ହେଉଛନ୍ତି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ସେ ହେଉଛନ୍ତି BJPର। ବିଧାୟକ ହେଉଛନ୍ତି ଯିଏ ନବକିଶୋର ମଲ୍ଲିକ, ସେ ହେଉଛି BJDର। ଏଇ ଦୁଇ ଜଣଙ୍କ ନାଁ ହିଁ ରହିବାର ପ୍ରୋଭିଜନ୍ ଅଛି। କିନ୍ତୁ ଏଠି ଦେଖାଯାଉଛି ଆମର ଆଦରଣୀୟ ସାଂସଦ, ତାଙ୍କୁ ମୁଁ ଧନ୍ୟବାଦ ଦେବି, କାରଣ ସେ ତାଙ୍କ ଭିତରେ କିଛି ନିମ୍ନମାନର ଭାବନା ନାହିଁ। ସେ ବିଧାୟକଙ୍କ ନାଁ ଲେଖୁଛନ୍ତି, ଚେୟାରମ୍ୟାନମାନଙ୍କ ନାଁ ଲେଖୁଛନ୍ତି, ସରପଞ୍ଚ, ନୋମିନି, ଜିଲ୍ଲା ପରିଷଦ, ଇଭେନ୍ ୱାର୍ଡ଼ ମେମ୍ବରମାନଙ୍କର ନାଁ ବି ସେଥିରେ ଲେଖାଯାଉଛି। ମୁଁ ଦେଖୁଥିଲି ଗୋଟେ ଶୁଭ ଦେବା କାର୍ଯ୍ୟକ୍ରମରେ ମୋତେ ଡାକିଥିଲେ, ଯେଉଁଟାକି ଭାପୁରରେ, ସେଠି ମୁଁ ଯାଇଥିଲି। କାରଣ ସେ କହିଥିଲେ ଦଳୀୟ ମିଟିଂ ଅଛି, ଆପଣ ଆସିବେ ଏବଂ ବାଟରେ ଗୋଟେ ଶୁଭ ଦେବାର କାର୍ଯ୍ୟକ୍ରମ ଅଛି, ସେଥିରେ ବି ଉପସ୍ଥିତ ଥିବେ। ଯେହେତୁ ମୁଁ ଏଠି 2 ଥର ବିଧାୟକ ଥିଲି, ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ, 6 ଥର MLA, ସେ ଦୃଷ୍ଟିରୁ ମୁଁ ମାନ୍ୟବର ସାଂସଦଙ୍କ କଥା ରକ୍ଷା କଲି, ମୁଁ ସେଠି ଗଲି ବାହାପୁରରେ। କିନ୍ତୁ ଏଥିରେ କିଏ ଗୋଟେ ମୁଁ ଦେଖୁଥିଲି ଆଜି, କ'ଣ କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ବଟକୃଷ୍ଣ ରାଉତରାୟ ତାଙ୍କ ଭାରି ବାଧିଲା ଏଇଟା ଦେଖିକରି। ଏଇ ଯେ ଢାଲି ବାବୁ କାହିଁକି ସେଠି ଗଲେ, ଢାଲି ବାବୁ ନାଁ ନଥିଲା କାହିଁକି ଗଲେ? ତାହେଲେ ନାଁ ଯେଉଁମାନେ ଥିବ ଯଦି ସେମାନେ ଯିବେ, 4-5 ଜଣ ଶୁଭ ଦେବେ, 4-5 ଜଣ ଉଦ୍ଘାଟନ କରିବେ, କାରଣ 4-5 ଜଣଙ୍କ ନାଁ ଦେଖା ହେଉଛି, ଆଉ ଜନସାଧାରଣ କ'ଣ କରିବେ? ମୁଁ ଏବେ MLA ନଥାଇପାରେ, ମନ୍ତ୍ରୀ ନଥାଇପାରେ, କିନ୍ତୁ ମୁଁ ତ ଜନସାଧାରଣ ନାଗରିକ। ତ କ'ଣ ନାଗରିକର ସେଠି ଉପସ୍ଥିତ ରହିବାର, ସାଂସଦଙ୍କ ଦଳୀୟ ସାଂସଦଙ୍କ ପାଖରେ ଉପସ୍ଥିତ ହେବା କ'ଣ ଭୁଲ? ଏତିକି ଜ୍ଞାନ ନାହିଁ ବୋଲିକରି ବାବୁ ବଟକୃଷ୍ଣ ରାଉତରାୟ ଆଜି ପର୍ଯ୍ୟନ୍ତ କଂଗ୍ରେସର ଭୋଟ କିଛି କରେଇ ପାରିଲେ ନାହିଁ ଜୟଦେବ ନିର୍ବାଚନ ମଣ୍ଡଳୀରେ। ଆମର ମନେ ହୁଏ ଆଙ୍କର ଶହ ଶହ ଜନ୍ମରେ ବି କରିପାରିବେ କି ନାହିଁ, ମୋତେ ବି ସନ୍ଦେହ। କାରଣ ଜ୍ଞାନର ଅଭାବ ରହିଛି, ହୀନମାନର ଚିନ୍ତାଧାରା ଥିଲେ କ'ଣ ହେବ? ଜ୍ଞାନର ପ୍ରସାର ହେବା ଦରକାର, ଶିକ୍ଷିତ ହେବା ଦରକାର। କେତେ ଦୂର ପାଠ ପଢ଼ିଛି ତାହା ବି ମୁଁ ଜାଣି ନାହିଁ। ତ ଗୋଟିଏ ଜିନିଷ ହେଲା କ'ଣ, ମୁଁ ବି ତ ସବୁବେଳେ ରିକ୍ୱେଷ୍ଟ କରେ ଯେ ଏଠି ଯାହା ବି ଉନ୍ନୟନମୂଳକ କାମ ହେବ, କାମ ବିଧାୟକ ଯେହେତୁ ସିଟିଂ MLA, MP, ସିଟିଂ MP, ସେମାନଙ୍କ ଭିତରେ ସମଝୋତା କରି ଡେଭଲପମେଣ୍ଟ କାମ ତ୍ୱରାନ୍ୱିତ ହେବା ଦରକାର। ଲୋକ ଚାହୁଁଛନ୍ତି କାମ, ସେ କାମରେ ବିଭ୍ରାଟ ହେଲେ ଲୋକ ମନରେ ଅଶାନ୍ତି ହେବ। 4 ନମ୍ବର ପିଚୁ ଲଗାଇଲେ 15 ଦିନ, ତ ସେ 4 ନମ୍ବର ପିଚୁ ଲଗାଉଛନ୍ତି। ତେଣୁକରି ଯିଏ ଠିକାଦାର, ତାଠୁ ଏ ଟଙ୍କା ରିକଭରି ହେବା ଦରକାର। ଯେଉଁମାନେ ଆସିଥିଲେ ଇଞ୍ଜିନିୟର, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମୁଁ ଅନୁମାନ କରୁଛି। ଏବଂ ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି, ଯେହେତୁ ତାଙ୍କ ବିଭାଗ, ତ ଚିଠି ଲେଖିବି ଯେ ଏଭଳିଆ ଇଞ୍ଜିନିୟର ମାନେ କାହିଁ କରୁଛନ୍ତି, ଆଉ ସାଂସଦଙ୍କର ଉପସ୍ଥିତି ନଥାଇକରି ସେ କେମିତି ସୁଭୋଗ ଦେଉଛନ୍ତି, ସେଟା ତ ଠିକ୍ କଥା ନୁହେଁ। ସାଂସଦ ଆମର 7ଟି କନଷ୍ଟିଟ୍ୟୁନ୍ସିର ହେଡ୍,
ତାଙ୍କୁ ଆମେ ସବୁବେଳେ ଆଗରେ ରଖିବା ଦରକାର। ଆଉ ତାଙ୍କୁ ଉପେକ୍ଷା କରିବାଟା ଏଟା ଆଦୌ ଠିକ୍ ନୁହେଁ, ଏହା ନିନ୍ଦନୀୟ ଘଟଣା। ଆଉ ତେଣୁକରି ବଟକୃଷ୍ଣ ବାବୁ ଟିକେ ଭଲ ଭାବରେ ଅନୁଧ୍ୟାନ କରନ୍ତୁ। ସେ ବି ଯାଇପାରିବେ ନାଗରିକ ହିସାବରେ, ସେ ବି ଯାଇପାରିବେ। ଶୁଭ ଦେଉଛନ୍ତି ଏରିଆରେ, ତାଙ୍କର କାହିଁକି ଏତେ ଜଳୁଛି ପଡ଼ୁଛି ମୁଁ ଟିକେ ବୁଝିପାରୁନି କ'ଣ ପାଇଁ ଏମିତି ହେଉଛନ୍ତି। ମୁଁ ତା ପାଇଁ ଦୁଃଖ ପ୍ରକାଶ କରୁଛି। ଟିକେ ମାଇଣ୍ଡ ଟିକେ ସମ୍ପ୍ରସାରଣ କରନ୍ତୁ, ଛୋଟ କରନ୍ତୁ ନାହିଁ। ନମସ୍କାର, ଧନ୍ୟବାଦ।